ଏ ସଂସାରରେ କୌଣସି ଧର୍ମକୁ ନିନ୍ଦା କରିବା ଅଧିକାର ଆମର ନାହିଁ। କାରଣ ଯାହାକୁ ଯେମିତି ଭଲ ଲାଗିଲା, ଯାହାର ଯେଉଁ ଧର୍ମରେ ଶ୍ରଦ୍ଧା ହେଲା, ସିଏ ସେଇ ଧର୍ମକୁ ଆଲିଙ୍ଗନ କଲା। କାହିଁକି ନା କିଏ ରାମ ରାମ କହି ସଂସାରରୁ ତରିଲା। ଦସ୍ୟୁ ରତ୍ନାକର ରାମ ବୋଲି ତା ପାଟିରେ ଆସିଲା ନାହିଁ। ଏତେ ମୂର୍ଖ, ଏତେ ପାପୀ ଥିଲା। ମରା ମରା କହି ମଧ୍ୟ ସିଏ ଆଜି ଶ୍ରେଷ୍ଠ ବାଲ୍ମୀକି ମୁନି ହୋଇଗଲେ। ତେଣୁ ଭଗବାନଙ୍କର ଅନେକ ପ୍ରକାର ଧର୍ମକୁ ବାଣ୍ଟି ଦେଇଛନ୍ତି। ଯାହା ଶକ୍ତିକୁ ନେଇ ଯିଏ ଯେଉଁ ଧର୍ମରେ ଧର୍ମିତ ହେଲା, ଆମେ ନିନ୍ଦା କରିବା ଅଧିକାର ନାହିଁ। କାରଣ ଏ ସଂସାରରେ ଅନେକ ନଦୀମାନ ବହିଛି, କିନ୍ତୁ ନଦୀମାନଙ୍କର ଉତ୍ପତ୍ତି ସ୍ଥଳ ହେଲା କେଉଁ ଜାଗା? ନା ସମସ୍ତେ ପୃଥିବୀ ପୃଷ୍ଠରୁ ହିଁ ଜନ୍ମ ହୋଇଛନ୍ତି ଏବଂ କିଏ କେଉଁ ରାଜ୍ୟ, କେଉଁ ଜିଲ୍ଲା ଦେଇ ଅନେକ ନଦୀ ଜନକଲ୍ୟାଣର ମଙ୍ଗଳ ସକାଶେ ବୋହି ଯାଇଛନ୍ତି। ସର୍ବା ପରିଶେଷରେ ସମୁଦ୍ର ଗର୍ଭରେ ସମସ୍ତେ ଲୀନ ହୋଇଛନ୍ତି। ଉତ୍ପତ୍ତିର ସ୍ଥଳ ହେଲା ଗୋଟିଏ, ଅନ୍ତିମ ସ୍ଥଳ ହେଲା ଗୋଟିଏ। ତେଣୁ ସେହିପରି ଏ ଅନେକ ପ୍ରକାର ଗୁରୁ ଧର୍ମ, ଯିଏ ଯେଉଁ ଧର୍ମ ନଉନା କାହିଁ, ସିଏ ତାର ଜନକଲ୍ୟାଣ ହିଁ କରେ। ଯିଏ ଯେଉଁ ପ୍ରଭୁଙ୍କୁ ଡାକୁଛି ଡାକୁନା କାହିଁ, ପ୍ରଭୁ ତ ହେଲେ ଏକ। ଯେମିତି ସମସ୍ତ ନଦୀ ଯେଉଁ ସ୍ଥାନରେ ମିଶିଛନ୍ତି, ସମୁଦ୍ର ଏକ, ସେମିତି ଯେତେ ଧର୍ମରେ ଧର୍ମିତ ହୋଇଛନ୍ତି ଲୋକମାନେ, ଇହଧାମ ଛାଡ଼ି ପରଧାମକୁ ଗମନ କଲା ପରେ ସେଇଠି କୌଣସି ଧର୍ମ ନଥିବ। ହିଂସା ଅହିଂସା ପ୍ରତିବାଦୀ କିଛି ମଧ୍ୟ ସେଇଠି ନଥିବ, କି କୌଣସି ପ୍ରକାର ତିଳକମାନ ନଥିବ। କେବଳ ଥିବେ ପରମ ବ୍ରହ୍ମ, ପରମାତ୍ମା, ଏ ଜଗତର ସ୍ୱାମୀ। ସେଇଠି ଆମେ ସମସ୍ତେ ତାଙ୍କର ନାରୀ ହୋଇକି ଥିବା। ତେଣୁ କୌଣସି ଧର୍ମକୁ ନେଇ ବାଛ ବିଚାର, ଅହଂ ଭାବ, ହିଂସା କପଟ, ଏସବୁ ଲାଭ ବା କ'ଣ? ତେଣୁ ଭଗବାନ କୃଷ୍ଣ କ'ଣ କହିଲେ ଗୀତାରେ? ସର୍ବଧର୍ମଂ ପରିତ୍ୟଜ୍ୟତେ ମାମକଂ ଶରଣଂ ବ୍ରଜ। ତୁମେ ସବୁ ଧର୍ମ ଛାଡ଼ି ସର୍ବାଶେଷରେ ମୋର ଶରଣାପନ୍ନ ହେଇଯାଅ। ଓହଂ ପହଂ ତିଷ୍ଠାମି ସର୍ବ ପାପମି ବିନାଶାୟ। ନା ମୋର ଶରଣାପନ୍ନ ହେଲେ ତୁମ ଜୀବନର ସକଳ ପାପକୁ ମୁଁ ଧୋଇଦେବି। ତେଣୁ ଯିଏ ଯେଉଁ ଦୀକ୍ଷା ନିଅ, ଯେଉଁ ରାସ୍ତାରେ ଯାଉଛ ଯାଅ, କାହାକୁ ନିନ୍ଦା କର ନାହିଁ। କାରଣ ଯେମିତି ପୃଥିବୀ ପୃଷ୍ଠ ଏକ, ଅନେକ ପ୍ରକାର ଦେଶ ନାଁ ଦିଆ ହେଇଛି, ପରିଶେଷରେ ପୃଥିବୀ ହେଉଛି ଗୋଟିଏ। ସେମିତି ଭଗବାନ ପରମ ବ୍ରହ୍ମ ହେଲେ ଜଣେ। ଏ ଦୀକ୍ଷା ଅନେକ ପ୍ରକାର ନାମରେ ନାମିତ। ସର୍ବାଶେଷରେ ଆମକୁ ସେଇ ଭଗବାନଙ୍କ ପାଖକୁ ହିଁ ଯିବାକୁ ପଡ଼ିବ। କେମିତି ଯିବା, ସେଇ ଚେଷ୍ଟାଟି କରନ୍ତୁ। କୌଣସି ଲୋକର ନିନ୍ଦା ଅପମାନ କରନ୍ତୁ ନାହିଁ। ହରେ କୃଷ୍ଣ।